କିଛି ପିଲା ଏବଂ ଅଭିଭାବକ ତାଙ୍କର ପ୍ରଶିକ୍ଷକ ଆସିକି ମୋତେ ଭେଟିଥିଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ କହିଥିଲେ ଯେ ଯେଉଁ 22 ମାର୍କ ଆଉଟ୍ ଅଫ୍ ସିଲାବସ୍ ପଡ଼ିଛି ତା ଉପରେ ସରକାରଙ୍କର କ'ଣ ମତ ମନ୍ତବ୍ୟ ଅଭିମତ କ'ଣ ସେ ସମ୍ପର୍କରେ ଆଜିକୁ ପାଖାପାଖି 4 ଦିନ ବିତିଗଲାଣି। ଆମେ ଶୁଣିବାକୁ ପାଉଛୁ ଯେ ଯେଉଁମାନେ ସେ କ୍ୱେଶ୍ଚିନ୍ ଗୁଡ଼ାକ ଆଟେଣ୍ଡ କରିଛନ୍ତି ସେଇମାନେ ହିଁ ମାର୍କ ପାଇବେ, ସେଇମାନଙ୍କୁ ହିଁ ଗ୍ରେସ୍ ମାର୍କ ମିଳିବ। ମୋର କହିବା କଥା ସରକାର ଯଦି ଜାଣିପାରୁନାହାନ୍ତି କେଉଁଟା ସିଲାବସ୍ ଇନକ୍ଲୁଡ୍ ରହୁଛି ବା କେଉଁଟା ଆଉଟ୍ ଅଫ୍ ସିଲାବସ୍ ରହୁଛି, ପିଲାମାନେ କେମିତି ଜାଣିବେ ଯେ କ୍ୱେଶ୍ଚିନ୍ଟାକୁ ଆଟେମ୍ପ୍ଟ କଲେ ହିଁ ଗ୍ରେସ୍ ମିଳିବ? ମୋର ଦାବି ରହିବ ଯେ ପିଲାମାନଙ୍କୁ ନିଶ୍ଚିତ ଭାବରେ 22ରୁ 22 ମାର୍କ ଗ୍ରେସ୍ ଦିଆଯାଉ। କାରଣ ଏ ଭୁଲ ସରକାରଙ୍କର, ପିଲାମାନଙ୍କର ନୁହେଁ। ତାଙ୍କ ଭବିଷ୍ୟତ ଉପରେ ଗୋଟିଏ ପ୍ରଶ୍ନବାଚୀ ଠିଆ କରିବା ଆମେ ଏ ବ୍ୟବସ୍ଥା ପାଇଁ ଯୁକ୍ତତର୍କ ନୁହେଁ। ସରକାର ଏବଂ ପ୍ରଶାସନ ତରଫରୁ ଯାହା ବି କିଛି ଭୁଲ ତ୍ରୁଟି ହେଇଛି ସେଥିପାଇଁ ମୁଁ କ୍ଷମା ମାଗି ନେଉଛି। ଏ ଜଣେ ନିର୍ବାଚିତ ଜନପ୍ରତିନିଧି ଭାବରେ କୋର୍ସ ଅଫ୍ ଷ୍ଟଡି ପିଲାମାନଙ୍କର ଯୋଉଟା ଦିଆଯାଇଛି ଅଛି ଯେ କାପାସିଟର ଯେଉଁ ଏନର୍ଜି ଷ୍ଟୋର୍ଡ ଅଛି ତାହାକୁ ଓନ୍ଲି ଫର୍ମୁଲାଟା ହିଁ ସେ ପିଲାମାନେ ଜାଣିବେ, ତାର ଡେରିଭେସନ୍ ଦରକାର ନାହିଁ, କିନ୍ତୁ ଡେରିଭେସନ୍ ଆସିଛି। ବାୟୋସାଭାର୍ଟ ଲରେ ଯେଉଁ ଫର୍ମୁଲା ଅଛି ମ୍ୟାଗ୍ନେଟିକ୍ ଫିଲ୍ଡର କଥା କୁହାଯାଉଛି, ସେଠି ଆମ୍ପିୟରାଲ ସର୍କିଟ ଲ ଅଛି, କିନ୍ତୁ ବାୟୋସାଭାର୍ଟ ଲ ନାହିଁ। ଲେଖା ହେଇଛି, ସ୍ପଷ୍ଟ ଭାବରେ ଲେଖା ହେଇଛି, ସେ କଥା ଏକ୍ଜାମରେ ଆସିଛି। ଗୋଟେ ସାଧାରଣ କଥା, ଆମେ ଯେତେବେଳେ ପଢୁଥିଲୁ ଯେଉଁ ଲଜିକାଲ ଗେଟ୍ ଆଣ୍ଡ ହଉ, ନର ହଉ, ଅର ହଉ, ଏଗୁଡ଼ା ସବୁ ରହିବା କଥା, କିନ୍ତୁ ଏ କୋର୍ସ ଅଫ ସିଲାବସରେ ସେଗୁଡ଼ା ସବୁ ନାହିଁ। କିନ୍ତୁ କ୍ୱେଶ୍ଚନ୍ ପ୍ୟାଟର୍ନରେ ଆପଣ ଲକ୍ଷ୍ୟ କରିବେ ସେ ସବୁ ଲଜିକାଲ ଗେଟ୍ ସମ୍ପର୍କରେ ପ୍ରଶ୍ନ ଆସିଛି। ମୁଁ ଏଥିରେ କହିବାକୁ ଚାହୁଁଛି ଆମେ କୋଉ ଦିଗରେ ଯାଉଛନ୍ତି, ଆମେ ପିଲାମାନଙ୍କୁ କ'ଣ ଜଣେଇବାକୁ ଚାହୁଁଛନ୍ତି। 70 ମାର୍କରୁ 22 ମାର୍କ ଆଉଟ୍ ଅଫ୍ ସିଲାବସ୍ ଆସିବ, ସେଠି ପିଲାଟି ଯେତେବେଳେ ଜାଣିପାରୁନଥିବାଟା କ'ଣ ଅଛି, ମୁଁ କାଳେ ପଢିନି ଛାଡ଼ି ଦେଇ ଯାଇଛି କି, ଏ କଥା ବି ମନରେ ଆସୁଥିବ। ତେଣୁ ଯେଉଁ ଆଉ ଯେତିକି ମାର୍କ ପିଲାଟି ଲେଖିବା କଥା ତାହାକୁ ବି ଭଲ ଭାବରେ ଲେଖିପାରିବନି। ଏବଂ 22 ମାର୍କ ଯେତେବେଳେ ସେ ଛାଡ଼ିକି ଆସୁଛି ଗୋଟେ ପରୀକ୍ଷାରେ ଗ୍ରେସ୍ ମିଳିବ କି ନାହିଁ, ତା ପରବର୍ତ୍ତୀ ଯେଉଁ କେମିଷ୍ଟ୍ରି ରହିଲା, ଅନ୍ୟାନ୍ୟ ସବଜେକ୍ଟ ରହିଲା, ସେଥିରେ ବି କେମିତି ଭଲ କରିବ ଆମେ ଆଶା କରିବାଟା ଭୁଲ। ଆମେ ତ ମାସେରୁ 1.5 ମାସ କାଳ ପିଲାମାନଙ୍କୁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ବିଜି କରିକି ରଖିଲେ, ତାପରେ ପୁଣି ଏଇ ଯେଉଁ ଏକ୍ଜାମ ଆସୁଛି ଏଥିରେ ଆମେ ତାଙ୍କୁ ଆଉଟ୍ ଅଫ୍ ସିଲାବସ୍ କ୍ୱେଶ୍ଚନ୍ ଦେବା, ମେଟ୍ରିକ ପିଲାମାନଙ୍କୁ ମିଶନ ଶକ୍ତି ଉପରେ ରଚନା ଲେଖିବା ପାଇଁ ବାଧ୍ୟ କରିବା। ଏହିସବୁ କଥା ଗୋଟିଏ ଗୋଟିଏ ଆମର ଅଦୂରଦୃଷ୍ଟିକୁ ଦେଖାଉଛି, ଆମର ଫୋରସାଇଟନେସ୍ର ଅଭାବ ରହିଛି ବୋଲି ମୁଁ କହିବି। ସରକାର 22ରୁ 22 ମାର୍କକୁ ଗ୍ରେସ୍ ଦିଅନ୍ତୁ, ପିଲା ଆଟେଣ୍ଡ କରିଥାନ୍ତୁ କି ନାହିଁ। ଧନ୍ୟବାଦ।